देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1, ଇଭିଏମ୍ ସହ ଭିଭିପିଏଟି ସ୍ଲିପ୍ ଯୋଡ଼ିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଇଭିଏମ୍ ବ୍ୟବହାର କରି ଦିଆଯାଉଥିବା ଭୋଟ ସହ ଭୋଟ ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ ସ୍ଲିପ୍ ଯୋଡ଼ିବା ପ୍ରସଙ୍ଗରେ ହୋଇଥିବା ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବିଆର୍ ଗବାଇ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ଥିଲେ ଯେ ଗତ ସପ୍ତାହରେ ସର୍ବୋଚ୍ଚ ନ୍ୟାୟାଳୟର ଏକ ସମନ୍ୱିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ରାୟ ଶୁଣାଇସାରିଛନ୍ତି। ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବାକୁ ମନା କରିଦେଇ କହିଛନ୍ତି ଯେ ସମନ୍ୱିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଏକ ସର୍ବସମ୍ମତ ମତ ନେଇସାରିଛନ୍ତି। ନମ୍ବର 2, ପତଞ୍ଜଳିର 14ଟି ସାମଗ୍ରୀର ଲାଇସେନ୍ସ ରଦ୍ଦ କଲେ ସରକାର। ସ୍ୱଦେଶୀ କମ୍ପାନୀ ନାଁରେ ନିଜ ଉତ୍ପାଦନ ବିକ୍ରୟର ଭ୍ରମାତ୍ମକ ବିଜ୍ଞାପନ ଦେଇ ସୁପ୍ରିମକୋର୍ଟ ରୋଷର ଶିକାର ହୋଇଥିବା ରାମଦେବ ବାବାଙ୍କ ପତଞ୍ଜଳି କମ୍ପାନୀକୁ ଶକ୍ତ ଝଟକା ଲାଗିଛି। ସୋମବାର ଉତ୍ତରାଖଣ୍ଡ ସରକାର 14 ପତଞ୍ଜଳି ପ୍ରଡକ୍ଟର ରଦ୍ଦ କରିଛନ୍ତି। ତତ୍କାଳ ପ୍ରଭାବରେ ଏହି ନିର୍ଦ୍ଦେଶ ଲାଗୁ କରାଯାଇଛି। ଏନେଇ ଲାଇସେନ୍ସ କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଭ୍ରମାତ୍ମକ ବିଜ୍ଞାପନ ମାମଲାରେ ପତଞ୍ଜଳିର ଦିବ୍ୟା ଫାର୍ମାସି କମ୍ପାନୀର 14ଟି ସାମଗ୍ରୀର ଲାଇସେନ୍ସ ରଦ୍ଦ କରାଯାଇଛି ବୋଲି ସତ୍ୟପାଠରେ କୁହାଯାଇଛି। ଦିବ୍ୟା ଫାର୍ମାସିର ବ୍ୟାନ୍ କରାଯାଇଥିବା ପ୍ରଡକ୍ଟଗୁଡ଼ିକ ହେଲା ଦୃଷ୍ଟି ଆଇ ଡ୍ରପ୍, ଶ୍ୱାସରୀ ଗୋଲ୍ଡ, ଶ୍ୱାସରୀ ଭଟ୍ଟି, ବ୍ରୋଙ୍କୋମ୍ ଶ୍ୱାସରୀ ପ୍ରବାହୀ, ଶ୍ୱାସରୀ ଅବ୍ଲେ, ମୁକ୍ତା ଭଟ୍ଟି ଏକ୍ସଟ୍ରା ପାୱାର, ଲିପିଡ୍ ମଧୁଗ୍ରିଡ୍, ମଧୁନାସିନୀ ଭଟ୍ଟି ଏକ୍ସଟ୍ରା ପାୱାର, লিভ অমৃত আডভান্স, লিভোগ্রিড এবং আইগ্রিড গোল্ড। নম্বর 3, আস্ট্রাজেনিকা কোভিড ভ্যাকসিন্রে সাইড ইফেক্ট। প্রথম থর পাই কোর্টরে সত স্বীকার কলা কোম্পানি। প্রথম থর পাই কোর্টরে সত স্বীকার কলা ব্রিটেন ঔষধ নির্মাতা কোম্পানি আস্ট্রাজেনিকা। কোম্পানির কোভিড ভ্যাকসিন্রে সামান্য পার্শ্ব প্রতিক্রিয়া বা সাইড ইফেক্ট দেখা দেইপারে বলি কোম্পানি কোর্ট দলিলরে স্বীকার করেছি। অক্সফোর্ড আস্ট্রাজেনিকা কোভিড ভ্যাকসিন বিশ্বস্তরের কোভিସିଲ୍ଡ ଏବଂ ଭ୍ୟାକ୍ସଜେଭିରିଆ ଆଦି ନାଁରେ ବିକ୍ରି ହେଉଥିଲା। ଲୋକେ ଏହି ଟିକା ମଧ୍ୟ ନେଇଥିଲେ। ଟିକା ନେବା ପରେ ପ୍ରତିକୂଳ ପ୍ରଭାବ ଦେଖାଦେବା ପରେ ଏକାଧିକ ଲୋକ ଆଷ୍ଟ୍ରାଜେନିକା ବିରୋଧରେ ଅଭିଯୋଗ କରିଥିଲେ। ଅକ୍ସଫୋର୍ଡ ୟୁନିଭର୍ସିଟି ସହ ତିଆରି କରିଥିବା ଟିକାର ଭୟଙ୍କର ପରିଣାମ ଦେଖାଯାଉଛି ବୋଲି କୋର୍ଟରେ ଏକାଧିକ ମାମଲା ଦାୟର କରାଯାଇଥିଲା। ବର୍ତ୍ତମାନ କମ୍ପାନୀର ସ୍ୱୀକାର ଉକ୍ତ ଆଇନଗତ ଲଢ଼େଇକୁ ଆହୁରି ବଡ଼ ଦେଇଛି। ନମ୍ବର 4, ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମେ 25 ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ଭୁବନେଶ୍ୱର ଏବଂ ପୁରୀ ଲୋକସଭା ଆସନ ଓ ଏଥିରେ ଅନ୍ତର୍ଭୁକ୍ତ ଥିବା 42ଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏହିସବୁ ଆସନ ପାଇଁ 29ରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ଏହା ମେ 6 ତାରିଖ ପର୍ଯ୍ୟନ୍ତ ଚାଲିବ। ମେ 7ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ମେ 9 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ। ପାଣିପାଗ ସୂଚନା। 44.8 ଡିଗ୍ରୀ ସେଲସିୟସ୍ ସହ ବାରିପଦା ରାଜ୍ୟର ଉତ୍ତପ୍ତ ସହର। ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। କାଲି ବାରିପଦାରେ ସର୍ବାଧିକ 44.8 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ବଡ଼ କଥା ଯେ 32ଟି ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି। ସେହିପରି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ମେ 1 ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଜାରି ରହିବ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି। ମେ 2ରୁ 4 ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ, ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା 2ରୁ 3 ଡିଗ୍ରୀ ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ। ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ। ନମ୍ବର 6, ନିର୍ବାଚନ ବେଳେ ପୁଣି ବାଲାକୋଟ ଏୟାର ଷ୍ଟ୍ରାଇକ୍ କଥା ଉଠାଇଲେ ମୋଦି। ଏଥର ବିଜେପି ହାତରେ ନିର୍ବାଚନ ଲଢ଼ିବା ପାଇଁ କୌଣସି ପ୍ରସଙ୍ଗ ନଥିଲା ଭଳି ଲାଗିଲାଣି। କେତେବେଳେ ହିନ୍ଦୁ ମୁସଲିମ ତ ପୁଣି କେତେବେଳେ ରାମ ମନ୍ଦିର ନାମରେ ଭୋଟ ମାଗୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି କ୍ରମରେ ପାକିସ୍ତାନରେ ଭାରତୀୟ ସେନା 5 ବର୍ଷ ତଳେ କରିଥିବା ଏୟାର ଷ୍ଟ୍ରାଇକ୍ କଥା କାଲି ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 2019 ନିର୍ବାଚନ ପ୍ରଚାର ବେଳେ ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ୍ ଓ ପୁଲୱାମା ଆତଙ୍କବାଦୀ ହମଲା ନାଁରେ ଭୋଟ ମାଗିଥିଲେ। ଏଥର ମୋଦି ନୂଆ ଟ୍ୱିଷ୍ଟ ସହ ପୁଣି ଥରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ କଥା ଉଠାଇଛନ୍ତି। ମୋଦି କହିଛନ୍ତି ଯେ ସେ ପଛପଟୁ ଆକ୍ରମଣରେ ବିଶ୍ୱାସ କରନ୍ତି ନାହିଁ। ପୁରା ବିଶ୍ୱକୁ ଏୟାର ଷ୍ଟ୍ରାଇକ୍ ସମ୍ପର୍କରେ ଜଣାଇବା ପୂର୍ବରୁ ସେ ପ୍ରଥମେ ପାକିସ୍ତାନ ସରକାରଙ୍କୁ ଏହା ଜଣାଇଥିଲେ ବୋଲି କହିଛନ୍ତି। ନମ୍ବର 7, ଧର୍ମଭିତ୍ତିକ ସଂରକ୍ଷଣ ଯୋଜନା କରୁଛି କଂଗ୍ରେସ, ମୋଦିଙ୍କ ଚେତାବନୀ।
ଭୋଟ ବ୍ୟାଙ୍କ ରାଜନୀତି ପାଇଁ କଂଗ୍ରେସ ଦେଶର ଧର୍ମଭିତ୍ତିକ ସଂରକ୍ଷଣ ଯୋଜନା କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି। ତେବେ ସେ ଏହା ହେବାକୁ ଦେବେ ନାହିଁ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏସ୍ସି ଏସ୍ଟି ଓ ଓବିସି ସମ୍ପ୍ରଦାୟ ଏବେ ବିଜେପି ପାଖରେ ଥିବାରୁ ସଂଖ୍ୟାଲଘୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କଂଗ୍ରେସର ଏହି ପ୍ରସ୍ତାବ ବୋଲି ସେ କହିଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସମ୍ବିଧାନ ବଦଳାଇବା ଏବଂ ଏସ୍ସି ଏସ୍ଟି ଓ ଓବିସିଙ୍କ ଅଧିକାର ଛଡ଼େଇ ନେବା ପାଇଁ ଅଭିଯାନ ଆରମ୍ଭ କରିଛି। ଆମ ସମ୍ବିଧାନ ଧର୍ମଭିତ୍ତିକ ସଂରକ୍ଷଣକୁ ଗ୍ରହଣ କରେ ନାହିଁ, କିନ୍ତୁ କର୍ଣ୍ଣାଟକ ସରକାର ମୁସଲମାନମାନଙ୍କୁ ଓବିସି ସଂରକ୍ଷଣ କିଛି ଅଂଶ ଦେଇଛନ୍ତି ବୋଲି ମୋଦି କହିଛନ୍ତି। ନମ୍ବର 8 ମେ 3ରେ ରାୟଗଡ଼ ଆସିବେ ରାହୁଲ, 9ରେ ନବରଙ୍ଗପୁରରେ ପ୍ରିୟଙ୍କାଙ୍କ ସଭା। ରାଜ୍ୟରେ ନିର୍ବାଚନୀ ପ୍ରଚାର ସରଗରମ ହୋଇଛି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସପ୍ତାହକ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ରାହୁଲ ଗାନ୍ଧୀ 3 ତାରିଖରେ ରାୟଗଡ଼ ଓ ପ୍ରିୟଙ୍କା ଗାନ୍ଧୀ 9 ତାରିଖରେ ନବରଙ୍ଗପୁର ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ପିସିସି ସୂତ୍ରରୁ ଜଣାପଡ଼ିଛି। ରାହୁଲଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ମଧ୍ୟ ଏହି ସଭାରେ ଯୋଗ ଦେବେ। ସେହିପରି ପ୍ରିୟଙ୍କା ଗାନ୍ଧୀ ଆସନ୍ତା ମେ 5 ତାରିଖ କିମ୍ବା 9 ତାରିଖରେ ନବରଙ୍ଗପୁର ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ନମ୍ବର 9 ଇନ୍ଦୋରରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ିଲେ ପ୍ରାର୍ଥୀ। ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟକା। ଇନ୍ଦୋର ସିଟ୍ରୁ ଦଳୀୟ ପ୍ରାର୍ଥୀ ଅକ୍ଷୟ କାନ୍ତି ବମ୍ ନିଜ ନାମାଙ୍କନ ଫେରାଇ ନେଇଛନ୍ତି। ବଡ଼ କଥା ହେଉଛି ନାମାଙ୍କନ ସମୟସୀମା ଶେଷ ହେବା କାରଣରୁ ଏବେ ଏହି ସିଟ୍ରେ କଂଗ୍ରେସ ଆଉ ଲଢ଼ିପାରିବନି। ଅକ୍ଷୟ କଂଗ୍ରେସକୁ ଝଟକା ଦେବା ପରେ ବିଜେପିରେ ସାମିଲ ହୋଇଯାଇଛନ୍ତି। ବମ୍ ବର୍ତ୍ତମାନର ବିଜେପି ବିଧାୟକ ରମେଶ ମାଣ୍ଡଲାଙ୍କ ସହ ଡିସି ଅଫିସରେ ପହଞ୍ଚିଥିଲେ ଏବଂ ନିଜର ନାମାଙ୍କନ ଫେରସ୍ତ ନେଇଥିଲେ। ବମ୍ ଏହି ନିଷ୍ପତ୍ତି କଂଗ୍ରେସ ପାଇଁ ଖୁବ୍ ଚକିତ କରିଛି। ବିଜେପିର ବରିଷ୍ଠ ନେତା ଏବଂ ମଧ୍ୟପ୍ରଦେଶର ମନ୍ତ୍ରୀ କୈଳାସ ବିଜୟବର୍ଗୀୟ ଅଧ୍ୟକ୍ଷଙ୍କ ସହ ଏକ ସେଲ୍ଫି ସୋସିଆଲ ମିଡିଆ ପୋଷ୍ଟ ସହ କିଛି ବିଜେପିକୁ ସ୍ୱାଗତ ଜଣାଇଛନ୍ତି। ନମ୍ବର 10 ଆମେରିକାର ଡୁମ୍ସଡେ ପ୍ଲେନ୍ ଅର୍ଡରକୁ ନେଇ ଚର୍ଚ୍ଚା। ଆମେରିକୀୟ ବାୟୁସେନା ଦ୍ୱାରା ଡୁମ୍ସଡେ ବିମାନ ଅର୍ଡରକୁ ନେଇ ଏବେ ବେଶ୍ ଚର୍ଚ୍ଚା। ଆମେରିକାର ଏହି ଘୋଷଣା ପରେ ଅନେକ ଦେଶ ସତର୍କ ମଧ୍ୟ ହୋଇଛନ୍ତି। ଏହି ବିମାନ ପାଇଁ କମ୍ପାନୀ ସିଏରା ନେଭାଡା କର୍ପୋରେସନ ସହ ଆମେରିକା ପ୍ରାୟ $13 ବିଲିୟନ ଡିଲ୍ କରିଥିବା ନେଇ ମଧ୍ୟ ଜଣାପଡ଼ିଛି। ପ୍ରକୃତରେ ଏହା କୌଣସି ସାଧାରଣ ବିମାନ ତୁଳନାରେ ଢେର ଗୁଣା ସୁରକ୍ଷିତ। ଏହାର କ୍ଷମତା ହେଉଛି ଏହି ବିମାନ ପରମାଣୁ ଆକ୍ରମଣକୁ ସହ୍ୟ କରିବାରେ ସକ୍ଷମ ଆଉ ରେଡିଏସନର ପ୍ରଭାବକୁ ମଧ୍ୟ ରୋକିପାରେ। ଏହା ଉଦ୍ଦେଶ୍ୟ ହେଉଛି ପରମାଣୁ ଆକ୍ରମଣ ସ୍ଥିତିରେ ଏହି ବିମାନ ସୁନିଶ୍ଚିତ କରିବା ଯେ ଆମେରିକାର ରାଷ୍ଟ୍ରପତି ଏବଂ ବରିଷ୍ଠ ସୈନ୍ୟ ଅଧିକାରୀ ଏଥିରେ ବସି ନିଜର ଦାୟିତ୍ୱ ତୁଲାଇ ପାରିବେ। ନମ୍ବର 11 10% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ। ଓଲା କ୍ୟାବ୍ସର ସିଇଓ ହେମନ୍ତ ବକ୍ସି ଇସ୍ତଫା ଦେଇଛନ୍ତି। ଓଲା କ୍ୟାବ୍ସରେ ଯୋଗ ଦେବାର ମାତ୍ର 4 ମାସ ପରେ ସେ କମ୍ପାନୀ ଛାଡ଼ୁଛନ୍ତି। କମ୍ପାନୀ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ବେଳେ ଏହାର 10% କର୍ମଚାରୀଙ୍କୁ ଛଟେଇ କରାଯାଇପାରେ। ବକ୍ସି ଚଳିତ ବର୍ଷ ଜାନୁଆରୀରେ ଓଲା କ୍ୟାବ୍ସରେ ଯୋଗ ଦେଇଥିଲେ। ସେ କମ୍ପାନୀର ଦୈନନ୍ଦିନ କାର୍ଯ୍ୟକଳାପ ପରିଚାଳନା କରିବା ପାଇଁ କମ୍ପାନୀକୁ ଆସିଥିଲେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁନର୍ଗଠନ ପ୍ରକ୍ରିୟା ଦ୍ୱାରା କମ୍ପାନୀରେ ଥିବା ଅନେକ ପଦବୀ ବନ୍ଦ ହୋଇଯିବ ଏବଂ ଅତି କମ୍ରେ 10% କର୍ମଚାରୀ ପ୍ରଭାବିତ ହେବେ। ନମ୍ବର 12 ପନ୍ନୁଙ୍କୁ ହତ୍ୟା କରିବାକୁ ସୁପାରି କିଲର ଠିକ୍ କରିଥିଲେ ଭାରତର ଏଜେଣ୍ଟ, କହିଲା ଆମେରିକା ମିଡିଆ। ଖଲିସ୍ତାନ ଆତଙ୍କବାଦୀ କୁରୁ ପତୱନ୍ତ ସିଂ ପନ୍ନୁର ହତ୍ୟା ପଛରେ ଭାରତୀୟ ଗୋଇନ୍ଦା ସଂସ୍ଥା ର ଜଣେ ପୂର୍ବତନ କର୍ମଚାରୀଙ୍କ ହାତ ଥିବା ଆମେରିକା ମିଡିଆରେ ଖବର ପ୍ରକାଶ ପାଇଛି। ଆମେରିକାର ଖବରକାଗଜ ୱାଶିଂଟନ ପୋଷ୍ଟ ରିପୋର୍ଟ ଅନୁସାରେ ର ପୂର୍ବତନ ଅଫିସର ବିକ୍ରମ ଯାଦବ ଆମେରିକାରେ ପନ୍ନୁଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେ ଏକ ସୁପାରି ଗ୍ୟାଙ୍ଗ ଠିକ୍ କରିଥିଲେ। ରିପୋର୍ଟ ଅନୁସାରେ ବିକ୍ରମ ଯାଦବ ଉକ୍ତ ଗ୍ୟାଙ୍ଗକୁ ପନ୍ନୁର ସମସ୍ତ ବିବରଣୀ ଦେଇଥିଲେ। ଏମିତିକି ପନ୍ନୁର ନ୍ୟୁୟର୍କ ଠିକଣା ମଧ୍ୟ ଦେଇଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ୱାଶିଂଟନ ପୋଷ୍ଟ ଖବର ପ୍ରକାଶ ପାଇଛି। ନମ୍ବର 13 ରଫା ସହରକୁ ପୁଣି ଟାର୍ଗେଟ କଲା ଇସ୍ରାଏଲ, ଏୟାର ଷ୍ଟ୍ରାଇକ୍ରେ 13 ମୃତ। ଇସ୍ରାଏଲ ହମାସ ମଧ୍ୟରେ ଥମୁନି ଯୁଦ୍ଧ, ଟାର୍ଗେଟ କରିଛି ଆଇଡିଏଫ୍। ଦକ୍ଷିଣ ଗାଜାରେ ଥିବା ରାଫା ସହର ଉପରେ ରାତିସାରା ମିଜାଇଲ ମାଡ଼ ହୋଇଛି। ଏହି ଏୟାର ଷ୍ଟ୍ରାଇକ୍ରେ 9 ଜଣ ଛୋଟ ପିଲାଙ୍କ ସମେତ ମୋଟ 13 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନେକ ସାଧାରଣ ଲୋକ ଆହତ ହୋଇଛନ୍ତି। ହମାସ ମିଡିଆ ଆଉଟଲେନ୍ସର ରିପୋର୍ଟ ମୁତାବକ ଇସ୍ରାଏଲ ହମଲାରେ ପ୍ରାୟ 15 ଜଣଙ୍କର ମୃତ୍ୟୁ ହୋଇଛି। ନମ୍ବର 14 ଦେବଗୌଡ଼ଙ୍କ ନାତି ମହିଳାଙ୍କୁ ବ୍ଲାକମେଲ୍ କରୁଥିବା ଅଭିଯୋଗ ଆଣିଲେ ବିଜେପି ନେତା। କର୍ଣ୍ଣାଟକର ଜଣେ ବିଜେପି ନେତାଙ୍କ ଦାବି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନେତା ଜଣକ ଦାବି କରିଛନ୍ତି ଯେ ସେ 2023 ମସିହା ଡିସେମ୍ବର ମାସରେ ରାଜ୍ୟ ଦଳର ସଭାପତିଙ୍କୁ ଚିଠି ଲେଖି କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କ ସମେତ ଅନ୍ୟ ମହିଳାଙ୍କର ପ୍ରାୟ 3000 ଅଶାଳୀନ ଭିଡ଼ିଓ
से एक पेनड्राइव्रु पाइछन्ति। ସେହି ସବୁ ଭିଡ଼ିଓକୁ ନେଇ जनता दल एस सांसद प्रज्वल रिभान्ना महिलाମାନଙ୍କୁ ବ୍ଲାକମେଲ୍ କରି ଆସୁଛନ୍ତି। प्रज्वल रिभान्ना ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବଗୌଡ଼ାଙ୍କ ନାତି। ଥିବା କର୍ଣ୍ଣାଟକ ନିର୍ବାଚନର 2 ଦିନ ପୂର୍ବରୁ ପ୍ରଜ୍ୱଲ ରିଭାନ୍ନାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ନମ୍ବର 15 ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ଙ୍କ ନାତି ରେବନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ। ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ସିଦ୍ଧାରମಯ್ୟା। କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ଏନ୍ଡିଏ ପ୍ରାର୍ଥୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବଗୌଡ଼ଙ୍କ ନାତି ପ୍ରଜ୍ୱଳ ରେବନ୍ନାଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଏହି ଆପତ୍ତିଜନକ ଭିଡ଼ିଓ ଭାଇରାଲ ହେବା ପରେ ଜଣେ ମହିଳା ରେବନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛନ୍ତି। ଅନ୍ୟପକ୍ଷରେ ରେବନ୍ନା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଏହି ଭିଡ଼ିଓକୁ ଜାଲ ବୋଲି କହି ସେ ଥାନାରେ ଅଭିଯୋଗ କରିଛନ୍ତି। ଏଥିରେ ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧାରମಯ್ୟା ଯୌନ ନିର୍ଯାତନା ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସ୍ଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମହିଳା କମିଶନଙ୍କ ସୁପାରିଶ କ୍ରମେ ମୁଖ୍ୟମନ୍ତ୍ରୀ ଏହି ନମ୍ବର 16 ରୁଷର ସହଯୋଗୀ ଦେଶରୁ ଆମେରିକା କିଣିଲା ସୋଭିଏତ ଅମଳର ଯୁଦ୍ଧ ବିମାନ। ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଦୀର୍ଘଦିନ ଧରି ଚାଲି ଆସୁଥିବା ଯୁଦ୍ଧ ମଧ୍ୟରେ ଆମେରିକା ପଦକ୍ଷେପ ଆଲୋଚନାର ବିଷୟ ପାଲଟିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଶାସନ କାଜାଖସ୍ତାନରୁ 81 ସୋଭିଏତ ଯୁଗର ଯୁଦ୍ଧ ବିମାନ ଏବଂ ବୋମା ବିସ୍ଫୋରଣକାରୀ ବିମାନ କିଣିଛନ୍ତି। ନିକଟରେ କାଜାଖସ୍ତାନ 117ଟି ସାମରିକ ବିମାନ ନିଲାମ କରିଛି, ଯେଉଁଥିରେ MiG-31 ଇଣ୍ଟରସେପ୍ଟର, MiG-27 ଯୁଦ୍ଧ ବିମାନ, MiG-29 ଯୁଦ୍ଧ ବିମାନ ଏବଂ ବୋମା ବର୍ଷଣକାରୀ Su-24 ଅନ୍ତର୍ଭୁକ୍ତ ରହିଛି। 1970 ଏବଂ 1980 ଦଶକରୁ ଏହି ବିମାନଗୁଡ଼ିକ ପ୍ରାୟ 2.26 ମିଲିୟନ ଆମେରିକୀୟ ଡଲାରରେ କିଣାଯାଇଥିଲା। ଏହାର ଅର୍ଥ ହେଉଛି ବିମାନ ପ୍ରତି ହାରାହାରି ଖର୍ଚ୍ଚ। ନମ୍ବର 17 ଡକ୍ଟରେଟ୍ ଉପାଧି ଦ୍ୱାରା ସମ୍ମାନିତ ହେଲେ ସମାଜସେବୀ ତପନ କୁମାର ସାନା। ମାଲକାନଗିରି ଜିଲ୍ଲା ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ନାଗରିକ ତପନ କୁମାର ସାନାଙ୍କୁ ଆମେରିକାର ମେରିଲ୍ୟାଣ୍ଡ ଷ୍ଟେଟ୍ ୟୁନିଭର୍ସିଟି ପକ୍ଷରୁ ହୋନୋରାରୀ ଡକ୍ଟରେଟ୍ ଉପାଧି ଦ୍ୱାରା ସମ୍ମାନିତ କରାଯାଇଛି। ଗତ 28 ତାରିଖରେ ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ଇନ୍ଦ୍ରାପୁରମ୍ ହାବିଟାଟ୍ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତପନ ସାନାଙ୍କୁ ଡକ୍ଟରେଟ୍ ଉପାଧି ଦ୍ୱାରା ସମ୍ମାନିତ କରାଯାଇଛି। ତପନ କୁମାର ସାନାଙ୍କୁ କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ସମ୍ମାନଜନକ ଫିଲୋସଫି ଡିଗ୍ରୀ ଉପାଧି ଦ୍ୱାରା ସମ୍ମାନିତ କରାଯାଇଛି। ତପନ କୁମାର ସାନା 1990 ମସିହା ଠାରୁ ଏକ ଫେବ୍ରିକେସନ୍ କାରଖାନା ଚଲି ଆସୁଥିବା ସହ ସମାଜସେବୀ ଓ ଧାର୍ମିକ ଓ ରାଜନୈତିକ କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ୍ ସୁନାମ ରହିଛି। ନମ୍ବର 18 ଇ ପ୍ଲେନ୍ ଆଣିବ ଉଡ଼ନ୍ତା ଇଲେକ୍ଟ୍ରିକ୍ ଟ୍ୟାକ୍ସି। ଚେନ୍ନାଇର ଷ୍ଟାର୍ଟଅପ୍ ସଂସ୍ଥା ଇ ପ୍ଲେନ୍ କମ୍ପାନୀ 2025 ମାର୍ଚ୍ଚ ସୁଦ୍ଧା ଉଡ଼ନ୍ତା ଟ୍ୟାକ୍ସିର ଏକ ମଡେଲ ଆଣିବା ଯୋଜନା ରଖିଛି। ସହରାଞ୍ଚଳର ଟ୍ରାଫିକ୍ ସମସ୍ୟା ଦୂର କରିବାରେ ଏହା ସହାୟକ ହେବ। ଆଇଆଇଟି ମାଡ୍ରାସର ଇନକ୍ୟୁବେଟରରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଆଗାମୀ ଦିନରେ ଡ୍ରୋନ୍ର ବାଣିଜ୍ୟିକ ସେବା ଆରମ୍ଭ କରିବା ଲକ୍ଷ୍ୟ ବି ରଖିଛି। ଇ ପ୍ଲେନ୍ କମ୍ପାନୀର ତଥା ସିଇଓ ସତ୍ୟ ଚକ୍ରବର୍ତ୍ତୀ କହିଛନ୍ତି, ଇଭିଟିଓଏଲ୍ ବିମାନର ବିକାଶ କରାଯାଉଛି। ଏହା 3ରୁ 4 ସିଟ୍ର ବିଶିଷ୍ଟ ହେବ। ଏହାକୁ ଏୟାର ଆମ୍ବୁଲାନ୍ସରେ ମଧ୍ୟ ରୂପାନ୍ତରିତ କରାଯାଇପାରିବ। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଆମେ ଏହାର ମଡେଲ ବିକାଶ କରିବା ଆଶା ରଖିଛୁ। ତେବେ ଡିଜିସିଏ ପ୍ରମାଣପତ୍ର ହାସଲ କରିବା ପାଇଁ ଏହାକୁ ଆଉ କିଛି ବର୍ଷ ଲାଗିଯିବ ବୋଲି ଚକ୍ରବର୍ତ୍ତୀ କହିଛନ୍ତି। 19 ଲାଲ ସାଗରରେ ହୁତି ବିଦ୍ରୋହୀଙ୍କ ମିଜାଇଲ୍ ମାଡ଼, ଟାର୍ଗେଟରେ ସାଉଦି ଆରବର ମାଲବାହୀ ଜାହାଜ। ଲାଲ ସାଗରରେ ପୁଣି ହୁତି ବିଦ୍ରୋହୀଙ୍କ ଆତଙ୍କ। ସୋମବାର ୟେମେନ୍ରେ ଏକ ମାଲବାହୀ ଜାହାଜକୁ ଟାର୍ଗେଟ କରି ମିଜାଇଲ୍ ମାଡ଼ କରିଛନ୍ତି। ଆଉ କିଛି ଦିନର ବ୍ୟବଧାନ ପରେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗରେ ଅନ୍ତର୍ଜାତୀୟ ଜାହାଜ ଉପରେ ଆକ୍ରମଣକୁ ନେଇ ଚର୍ଚ୍ଚା ଧରିଛି। ସୂଚନା ଥାଉ କି ହୁତି ବିଦ୍ରୋହୀ ଏହି ସାମୁଦ୍ରିକ ମାର୍ଗରେ ଜାହାଜଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହି ଆକ୍ରମଣ ୟେମେନ୍ରେ ମୋଖର ଉପକୂଳ ଅଞ୍ଚଳରେ ହୋଇଛି। ସେହିଭଳି ଘରୋଇ ସୁରକ୍ଷା କମ୍ପାନୀ ଆମ୍ରେ କହିଛି, ମାଲ୍ଟା ଉପତ୍ୟକା ଲାଗିଥିବା କଣ୍ଟେନର ଜାହାଜ ଉପରେ 3 ମିଜାଇଲ୍ ମାଡ଼ ହୋଇଛି। ଏହି କଣ୍ଟେନର ଜିବୁତି ସାଉଦି ଆରବର ଜେଦ୍ଦା ଆଡ଼କୁ ଯାଉଥିଲା। ନମ୍ବର 20 ଫୁଟା କ୍ଷୀରରେ ବାର୍ଡ ଫ୍ଲୁ ଭୂତାଣୁର ପାର୍ଟିକଲ, ହାଇ ଲେଭେଲ ଟେଷ୍ଟ ପାଇଁ ପଠାଇଲା ଏଫ୍ଡିଏ। କ୍ଷୀରରୁ ମିଳିଲା ବାର୍ଡ ଫ୍ଲୁର ଭାଇରସ। ପାଶ୍ଚରାଇଜ୍ଡ ମିଲ୍କ ବା ଫୁଟା କ୍ଷୀରରେ ବାର୍ଡ ଫ୍ଲୁ ଭୂତାଣୁର ପାର୍ଟିକଲ, ଏନେଇ ସ୍ପଷ୍ଟ କରିଛି ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ ଏଫ୍ଡିଏ। ଦୁଗ୍ଧର ନମୁନାରେ ମିଳିଛି H5N1 ଭାଇରସର କଣିକା। ଆମେରିକାରେ ଆଭିଆନ୍ ଇନଫ୍ଲୁଏଞ୍ଜା ବ୍ୟାପିବା ପରେ ଏଫ୍ଡିଏ ପକ୍ଷରୁ ଆସିଛି ଏହି ବିବୃତ୍ତି। ସେପଟେ ଜନସାଧାରଣଙ୍କ ସୁରକ୍ଷା ତଥା ଆମେରିକାର ଦୁଗ୍ଧ ଯୋଗାଣ ଉପରେ ଆତ୍ମବିଶ୍ୱାସ ବଜାୟ ରଖିବା ପାଇଁ ବ୍ୟାପକ ପରୀକ୍ଷଣ କରୁଛି ଏଫ୍ଡିଏ।
ପରୀକ୍ଷା ପାଇଁ କ୍ଷୀର ନମୁନା ପଠାଯାଇଛି। କେତେକ କ୍ଷୀର ନମୁନାରେ ବାର୍ଡ ଫ୍ଲୁ ଭାଇରସର ଅବଶେଷ ପାଇଛି ଏଫ୍ଡିଏ। ନମ୍ବର 21 କାନାଡା ପ୍ରଧାନମନ୍ତ୍ରୀ ଟୁଡ୍ରୋଙ୍କ ଭାଷଣ ସମୟରେ ଶୁଭିଲା ଖଲିସ୍ତାନୀ ନାରା। ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ। ଏକ କାର୍ଯ୍ୟକ୍ରମରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡ୍ରୋଙ୍କ ଭାଷଣ ସମୟରେ ଶୁଭିଲା ଖଲିସ୍ତାନ ସ୍ଲୋଗାନ। ଏହି ଅଭିଯୋଗର ଭାରତ ସରକାର ଦିଲ୍ଲୀ ସ୍ଥିତ କାନାଡା ରାଷ୍ଟ୍ରଦୂତଙ୍କୁ ସମନ କରିଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସମନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରି କୁହାଯାଇଛି, ବିନା ତଦାରଖରେ ବାରମ୍ବାର ହେଉଥିବା ଏଭଳି ଅଶାନ୍ତିମୂଳକ କାର୍ଯ୍ୟ ପ୍ରତି ଭାରତର ଚିନ୍ତା ଓ ଦୃଢ଼ ବିରୋଧ ବିଷୟରେ କାନାଡାର ରାଷ୍ଟ୍ରଦୂତ ଅବଗତ କରାଯାଇଥିଲା। ହେଲେ ଏଥର ପୁଣିଥରେ ଏଭଳି ହେବା ବିଚ୍ଛିନ୍ନତାବାଦ, ଉଗ୍ରବାଦ ଓ ହିଂସାକୁ କାନାଡା ଦେଇଥିବା ରାଜନୈତିକ ପ୍ରଶ୍ରୟକୁ ଦର୍ଶାଉଛି। ଏଭଳି ନିରନ୍ତର ଘଟଣା କେବଳ ଭାରତ କାନାଡା ସମ୍ପର୍କକୁ ଖରାପ କରୁନାହିଁ, ବରଂ ହିଂସା ଅପରାଧର ପରିବେଶ ସୃଷ୍ଟି କରୁଛି। ନମ୍ବର 22 ଭୂଗର୍ଭରୁ ବାହାରିଲା 3400 ବର୍ଷ ତଳର ପ୍ରାଚୀନ ସହର। ଇରାକର କୁର୍ଦିସ୍ତାନ ପ୍ରଦେଶରେ ପ୍ରତ୍ନତତ୍ତ୍ୱବିତ୍ମାନେ 3400 ବର୍ଷ ପୁରୁଣା ସହର ଆବିଷ୍କାର କରିଛନ୍ତି। ଏହି 3400 ବର୍ଷର ପୁରୁଣା ସହର ଟିଗ୍ରିସ୍ ନଦୀ ତଳୁ ମିଳିଛି। ପ୍ରାଚୀନ କାଂସ୍ୟ ଯୁଗର ସହର କେମ୍ୟୁନ୍ ଖ୍ରୀଷ୍ଟପୂର୍ବ 1475ରୁ 1275 ଖ୍ରୀଷ୍ଟାବ୍ଦ ମଧ୍ୟରେ ମିତାନି ସାମ୍ରାଜ୍ୟ ଦ୍ୱାରା ସ୍ଥାପିତ ହୋଇଥିଲା। ଖ୍ରୀଷ୍ଟପୂର୍ବ 1350ରେ ହୋଇଥିବା ଭୂକମ୍ପରେ ଏହା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା, କିନ୍ତୁ ଏହାର କିଛି ଧ୍ୱଂସାବଶେଷ କାନ୍ଥ ତଳେ ଏବେ ବି ସଂରକ୍ଷିତ ହୋଇ ରହିଛି। 1980 ଦଶକରେ ମୋସୁଲ ଡ୍ୟାମ୍ ନିର୍ମାଣ ସମୟରେ ଏହି ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଗଭୀର ପାଣିରେ ଏହା ଥିବାରୁ ଯାଞ୍ଚ କରିବା ଅସମ୍ଭବ ଥିଲା। କେମ୍ୟୁନ୍ ସହରରେ ଆବିଷ୍କାର କରିଥିଲେ ଜର୍ମାନ ଗବେଷକ। ଇରାକରେ ମରୁଡ଼ି ପଡ଼ିବା ପରେ ଭୂପୃଷ୍ଠରୁ ବାହାରି ପଡ଼ିଥିଲା ଏହି ପ୍ରାଚୀନ ସହର। ଏହି ସହର ମିତାନି ସାମ୍ରାଜ୍ୟର ଥିଲା ବାଣିଜ୍ୟର କେନ୍ଦ୍ରବିନ୍ଦୁ। ନମ୍ବର 23 ନାବାଳିକାକୁ ଗର୍ଭପାତ ପାଇଁ ଦେଇଥିବା ଅନୁମତିକୁ ଫେରାଇ ନେଲେ ସୁପ୍ରିମକୋର୍ଟ। ପୀଡ଼ିତା ନାବାଳିକାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଥିବା ରାୟକୁ କାଲି ସୁପ୍ରିମକୋର୍ଟ ଫେରାଇ ନେଇଛନ୍ତି। ଏପ୍ରିଲ 22ରେ ସର୍ବୋଚ୍ଚ ଅଦାଲତ 14 ବର୍ଷୀୟ ନାବାଳିକାଙ୍କୁ ତାଙ୍କର 30 ସପ୍ତାହର ଭ୍ରୂଣକୁ ଗର୍ଭପାତ କରିବାକୁ ଅନୁମତି ଦେଇଥିଲେ। ଏବେ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନିଜ ରାୟରେ ପରିବର୍ତ୍ତନ କରିଛନ୍ତି। ଏଥିସହ ପୂର୍ବରୁ ବମ୍ବେ ହାଇକୋର୍ଟ ଗର୍ଭପାତ ବିରୋଧରେ ଦେଇଥିବା ରାୟକୁ କାଏମ ରଖିଛନ୍ତି। ନମ୍ବର 24 ଶିକ୍ଷକ ନିଯୁକ୍ତି ମାମଲା। ସିବିଆଇ ତଦନ୍ତ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସରକାରୀ ଅଧିକାରୀଙ୍କ ବିରୋଧରେ ସିବିଆଇ ତଦନ୍ତ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ 24,000 ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ କୋଲକାତା ହାଇକୋର୍ଟ ରଦ୍ଦ କରିବା ପରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପଡ଼ିୱାଲ ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ସିବିଆଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ବିରୋଧରେ ଅଧିକ ତଦନ୍ତ କରିବ ବୋଲି ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାହା ଉପରେ ଆମେ ରୋକ ଲଗାଇବୁ। ନମ୍ବର 25 କର୍ଣ୍ଣାଟକରେ ଯୌନ ନିର୍ଯାତନା ମାମଲା। ବିଷାକ୍ତ ହେଉଛି ପ୍ରଚାର ଅଭିଯାନ। କର୍ଣ୍ଣାଟକରେ ଜେଡିଏସ୍ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କୁ ନେଇ ଭାଇରାଲ ହୋଇଥିବା ଏକ ଅଶ୍ଳୀଳ ଭିଡ଼ିଓ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟର କଂଗ୍ରେସ ସରକାର ଏହି ଭିଡ଼ିଓକୁ ଅସ୍ତ୍ର କରି ଜେଡିଏସ୍ ନେତାଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କାଲି ସାଂସଦ ପ୍ରଜ୍ୱଲ ଏବଂ ତାଙ୍କ ବିଧାୟିକା ପିତା ଏଚ୍.ଡି. ରେବନ୍ନାଙ୍କ ବିରୋଧରେ ତାଙ୍କ ଘରେ ସହାୟିକା ଭାବେ କାମ କରୁଥିବା ଜଣେ ମହିଳା ଯୌନ ନିର୍ଯାତନା ମାମଲା ରୁଜୁ କରିଛନ୍ତି। ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଏଚ୍.ଡି. ରେବନ୍ନା ଏବଂ ପ୍ରଜ୍ୱଲ ନିଜ ଘରେ ତାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିଲେ। 47 ବର୍ଷୀୟ ମହିଳା ଜଣକ ତାଙ୍କ ଅଭିଯୋଗରେ ପ୍ରଜ୍ୱଳଙ୍କ ସହିତ ତାଙ୍କ ବାପାଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏବେ ଏହି ଯୌନ ନିର୍ଯାତନା ମାମଲା ହିଁ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ନମ୍ବର 27 ଆଇପିଏଲ୍ ଦିଲ୍ଲୀକୁ 7 ୱିକେଟରେ ହରାଇଲା କୋଲକାତା। କୋଲକାତାର ଇଡେନ୍ ଗାର୍ଡେନଠାରେ ଚାଲିଥିବା ଆଇପିଏଲ୍ 2024ର 47ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 7 ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ। ଦିଲ୍ଲୀ ଦ୍ୱାରା ରଖାଯାଇଥିବା 154 ରନ୍ ଲକ୍ଷ୍ୟକୁ କୋଲକାତା 17ତମ ଓଭରରେ 3 ୱିକେଟ୍ ହରାଇ ହାସଲ କରିନେଇଥିଲା। ଦଳ 20 ଓଭରରେ 9 ୱିକେଟ୍ ହରାଇ 153 ରନ୍ କରିଥିଲା। ଟି20 ବିଶ୍ୱକପ୍ ନ୍ୟୁଜିଲ୍ୟାଣ୍ଡର 15 ଜଣିଆ ଦଳ ଘୋଷଣା। ଟି20 ବିଶ୍ୱକପ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ନିଜର 15 ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ଅଭିଜ୍ଞ କେନ୍ ୱିଲିୟମସନଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ତେବେ ଚୟନ ହୋଇଥିବା ଦଳରେ କେନ୍ ୱିଲିୟମସନ ଅଧିନାୟକ, ଫିନ୍ ଆଲେନ୍, ଟ୍ରେଣ୍ଟ ବୋଲ୍ଟ, ମିଚେଲ୍ ବ୍ରସେଲ୍, ମାର୍କ ଚମ୍ପରନ୍, ଡେଭନ୍ କନୱେ, ଲକି ଫର୍ଗୁସନ୍, ମ୍ୟାଚ୍ ହେନେରୀ, ଡ୍ୟାରେଲ୍ ମିଚେଲ୍, ଜିମି ଆଣ୍ଡରସନ୍, ଗ୍ଲେନ୍ ଫିଲିପ୍ସ, ରଚିନ ରବୀନ୍ଦ୍ର, ମିଚେଲ୍ ସାଣ୍ଟନର, ଇଶ୍ ସୋଢି ଟିମ୍ ସୌଦି ରହିଛନ୍ତି। ନମ୍ବର 29 ସେମିରୁ ଓଡ଼ିଶା ଏଫ୍ସି ବିଦା। ଫାଇନାଲରେ ମୋହନ ବାଗାନ ସୁପର ଜାଏଣ୍ଟସ୍। ଚଳିତ ଆଇଏସ୍ଏଲ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି ମୋହନ ବାଗାନ ସୁପର ଜାଏଣ୍ଟସ୍ ଏଫ୍ସି। 2 ଚରଣ ବିଶିଷ୍ଟ ପ୍ରଥମ ସେମିଫାଇନାଲରେ ଏହି ଲିଗ୍ ସିଲ୍ଡ ବିଜେତା
3-2 ବ୍ୟବଧାନରେ ଓଡ଼ିଶା ଏଫ୍ସିକୁ ପରାସ୍ତ କରିଛି। ରବିବାର ଘରୋଇ ପଡ଼ିଆ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଚରଣରେ ଏହି କୋଲକାତା ଦଳ 2-0 ଗୋଲରେ ଭ୍ରମଣକାରୀ ଓଡ଼ିଶା ଏଫ୍ସିକୁ ପରାସ୍ତ କରିଛି। ନମ୍ବର 30 ତୀରନ୍ଦାଜୀ ବିଶ୍ୱକପ୍ ଭାରତକୁ ରିକର୍ଭ ସ୍ୱର୍ଣ୍ଣ। ଧୀରଜ ବୋମ୍ମଦେବରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଯାଦବଙ୍କୁ ନେଇ ଗଠିତ ଭାରତୀୟ ରିକର୍ଭ ଦଳ ତୀରନ୍ଦାଜୀ ବିଶ୍ୱକପରେ ସ୍ୱର୍ଣ୍ଣପଦକ ଜିତିଛି। ରବିବାର ଫାଇନାଲରେ ଏହି ଦଳ 5-1ରେ ଅଲିମ୍ପିକ ବିଜେତା ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ଏହି ବିଜୟ ସହ 14 ବର୍ଷର ସ୍ୱର୍ଣ୍ଣ ମରୁଡ଼ିର ଅବସାନ ଘଟାଇଛି ଭାରତ। 4 ବର୍ଷ ତଳେ ଜାପାନକୁ ହରାଇ ସ୍ୱର୍ଣ୍ଣ ଜିତିଥିବା ଦଳରେ 40 ବର୍ଷୀୟ ତରୁଣଦୀପ ରହିଥିଲେ। ଫଳରେ ତରୁଣଦୀପ ଦ୍ୱିତୀୟ ଥର ଏହି ସଫଳତା ପାଇବାର ଗୌରବ ପାଇଛନ୍ତି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।